ବର୍ତ୍ତମାନ ସମୟରେ ଅସ୍ଥାୟୀ ୱାର୍କର ଯାହାକୁ ଇଂରାଜୀରେ କୁହାଯାଏ ଗିଗ୍ ୱାର୍କର୍ସ ମାନେ ଆପଣଙ୍କ ଘରକୁ ଯେଉଁ ମେକାନିକ୍ ଆସୁଛନ୍ତି, ଆପଣଙ୍କର ଫ୍ୟାନ୍କୁ ସଜାଡ଼ୁଛନ୍ତି, ଆପଣଙ୍କ ଘରକୁ ଯେଉଁ ପାଣି ଦେବା ପାଇଁ ପାଣିର ସମସ୍ୟା ହେଲେ ଯେଉଁ ବ୍ୟକ୍ତି ଜଣକ ଆସୁଛନ୍ତି, ପ୍ଲମ୍ବର ଆସୁଛନ୍ତି, ସେମାନେ ହେଲେ ଅସ୍ଥାୟୀ କର୍ମଚାରୀ। ଅର୍ଥାତ୍ ସେମାନଙ୍କର ସ୍ଥାୟୀ ଚାକିରି କେଉଁଠି ନାହିଁ। ସେମାନେ ଆସି କାମ କରୁଛନ୍ତି। ସେମାନେ ଯଦି ରୋଗରେ ପଡ଼ିବେ, ସେମାନଙ୍କର ଯଦି କିଛି ସଙ୍କଟ ହେଲା, ତାଙ୍କ ପିଠିରେ କେହି ପଡ଼ନ୍ତି ନାହିଁ। ବର୍ତ୍ତମାନ ସାରା ଭାରତ ବର୍ଷରେ ଗୋଟିଏ ଦୃଢ଼ ମତ ଆସୁଛି ଯେ ଯେତିକି ଲୋକ ଆନୁଷ୍ଠାନିକ ଭାବରେ ଚାକିରି କରିଛନ୍ତି, ସରକାରରେ ଚାକିରି କରିଛନ୍ତି ବା କମ୍ପାନୀରେ ଚାକିରି କରିଛନ୍ତି, ତାଙ୍କଠାରୁ ଅସ୍ଥାୟୀ କର୍ମଚାରୀଙ୍କର ସଂଖ୍ୟା ଅଧିକ। ଯେଉଁମାନେ ଫେରିବାଲା ହିଁ ବହିଟିଏ ବିକୁଛନ୍ତି, ଯେଉଁମାନେ ରାସ୍ତା କଡ଼ରେ ଠିଆ ହୋଇ କିଛି ଜିନିଷ ବିକୁଛନ୍ତି, ସେମାନେ ରୋଜଗାର କରୁଛନ୍ତି। କିନ୍ତୁ କାଲି ସକାଳେ ଯଦି ବର୍ଷା ହୁଏ, ଝଡ଼ି ହୁଏ, ତୋଫାନ ହୁଏ, ସେମାନେ ଆଉ କାମ କରିପାରିବେନି। ସରକାରୀ କର୍ମଚାରୀମାନେ ଦରମା ପାଇବେ, ବିଧାୟକମାନେ ଦରମା ପାଇବେ, ଅନ୍ୟ କମ୍ପାନୀର କର୍ମଚାରୀମାନେ ଛୁଟି ଲିଷ୍ଟ ଅନୁସାରେ ଦରମା ପାଇବେ। ଦେହ ଖରାପ ହେଲେ କିନ୍ତୁ ଆଙ୍କ ପିଠିରେ କେହି ପଡ଼ିବେନି। ଏମାନଙ୍କ ସଂଖ୍ୟା ହେଉଛି ବହୁ ସଂଖ୍ୟାରେ ଅଧିକ। ଏମାନେ ଅର୍ଗାନାଇଜ୍ ନୁହନ୍ତି। ଫେରିବାଲା ମାନେ କେଉଁଠି କେବେ ଏକାଠି ହେଇକରି ଆନ୍ଦୋଳନ କରିପାରିଛନ୍ତି? ପାଇପ୍ ମିସ୍ତ୍ରୀମାନେ, ରଙ୍ଗ ମିସ୍ତ୍ରୀମାନେ କେବେ ଆନ୍ଦୋଳନ କରିପାରିବେ? ଦିନ ମଜୁରିଆ ମାନେ କେବେ ରାଲି କରିପାରିବେ? ଆସିକରି ଗୋଟିଏ ଜାଗାରେ ସରକାରଙ୍କ ଉପରେ ଚାପ ପକାଇ ପାରିବେ? କାରଣ ଏମାନେ ସଂଗଠିତ ନୁହନ୍ତି। ଏମାନଙ୍କୁ ଗିଗ୍ ୱାର୍କର ବୋଲି କୁହାଯାଉଛି। ଏମାନେ ତାଙ୍କ ଭାଗ୍ୟକୁ ନେଇ ଚାଲିଛନ୍ତି। ସରକାରୀ ଯୋଜନା ତାଙ୍କ ପାଖରେ ପହଞ୍ଚି ପାରୁନି। ଏ ଲାର୍ଜ ସେକ୍ସନ୍ ଯେଉଁମାନେ ବିଧାନସଭା ସମ୍ମୁଖରେ ଆନ୍ଦୋଳନ କରିପାରନ୍ତି ନାହିଁ, ପାର୍ଲାମେଣ୍ଟ ସମ୍ମୁଖକୁ ଯାଇପାରନ୍ତି ନାହିଁ, ଯାହାଙ୍କର ଦରମା ବୋଲି କିଛି ନାହିଁ, ଯେତେ କାମ କରିବେ ସେତିକି ତାଙ୍କ ପକେଟକୁ ଯିବ। ଯେଉଁଦିନ କାମ ନ କରିପାରିଲେ ଛୁଟି ତାଙ୍କୁ କେହି ଦେବାକୁ ନାହିଁ। ଯେଉଁମାନଙ୍କର ଦରମା ଫିକ୍ସ ନୁହଁ, ସେମାନଙ୍କୁ ଝଡ଼ି ତୋଫାନ ସବୁଥିରେ କାମ କରିବା ପାଇଁ ପଡ଼ିବ। ଦୀପାବଳି ଦିନ ବି କାମ କରିବାକୁ ପଡ଼ିବ, ହୋଲି ଦିନରେ ବି କାମ କରିବାକୁ ପଡ଼ିବ, ନହେଲେ ଦିନକର ରୋଜଗାର ପଳେଇବ। ସେଇମାନଙ୍କ କଥା ତ କେହି ବୁଝୁନାହାନ୍ତି। ସେମାନଙ୍କ ପାଇଁ ତ କେହି କେବେ ଆନ୍ଦୋଳନ କରୁନାହାନ୍ତି। ସେମାନେ ତ କେବେ ବସି ପାରୁନାହାନ୍ତି। ସେମାନଙ୍କ କଥା ବାମପନ୍ଥୀ ଦଳମାନେ ବେଶୀ କହନ୍ତି। ଏଇଥିପାଇଁ କହନ୍ତି ଯେ ବାମପନ୍ଥୀ ଆଦର୍ଶ ହେଉଛି ସମାଜର ତଳ ସ୍ତରର ଲୋକଙ୍କର କଥାକୁ ନେଇ ସରକାରଙ୍କ ପାଖରେ ପହଞ୍ଚିବା ବା ସେମାନଙ୍କ ଦାବିକୁ ନେଇ ଲଢ଼ିବା। ବସ୍ତି ବାସିନ୍ଦାଙ୍କ ପାଇଁ ବାମପନ୍ଥୀ ନେତାମାନେ ପଦାକୁ ଆସୁଥିବାର ଖବର ମଧ୍ୟ ଆପଣ ଦେଖୁଥିବେ। ସତ କହିବାକୁ ଗଲେ ଭାରତୀୟ ଜନତା ପାର୍ଟିର ଆଦର୍ଶ ମଧ୍ୟ ସେଇଆ। ଦୀନଦୟାଲ ଉପାଧ୍ୟାୟଙ୍କର ସେଇ ତତ୍ତ୍ୱ ହେଉଛି ସେଇଆ। ସର୍ବୋଦୟ, ତା ଅର୍ଥ କ'ଣ? ସମାଜର ସବୁଠାରୁ ଧାଡ଼ିର ଶେଷରେ ଥିବା ଲୋକଟିର କଥାକୁ ଆପଣ ଦେଖନ୍ତୁ। ଯିଏ ସବୁଠାରୁ ଗରିବ, ତାରି ପାଇଁ ଆମେ ତ କାମ କରିବା। ଏହା ହେଉଛି ସର୍ବୋଦୟ। ସମସ୍ତଙ୍କର ଉନ୍ନତି ହେବ, ଜଣକର ହେବନି, ଗୋଟିଏ ସେକ୍ସନର ଉନ୍ନତି ହେବ ନାହିଁ। ତେଣୁ ମୋ ବିଚାରରେ ବାମପନ୍ଥୀ ଆଦର୍ଶ ଆଉ ଦକ୍ଷିଣପନ୍ଥୀ ଆଦର୍ଶ ଭିତରେ ବିଶେଷ ତଫାତ ନାହିଁ। ମୂଳ କଥାଟି ସମସ୍ତଙ୍କ ପାଇଁ ସମାନ, ବାଟ ଭିନ୍ନ ଭିନ୍ନ। ବାମପନ୍ଥୀ ଯେମିତି କୁହନ୍ତି ଯେ ସମାଜର ତଳସ୍ତରର ଲୋକର ଉନ୍ନତି ପାଇଁ, ସେମିତି ଭାରତୀୟ ଜନତା ପାର୍ଟି ବା ଦକ୍ଷିଣପନ୍ଥୀ ଆଦର୍ଶ ମଧ୍ୟ ସେଇଆ, ସର୍ବୋଦୟ ଆଦର୍ଶ ମଧ୍ୟ ସେଇଆ। ଧାଡ଼ିର ଶେଷରେ ଠିଆ ହେଇଥିବା ଲୋକ କଥା ଆଗ ଦେଖ। ତ ଏ ଧାଡ଼ିର ଶେଷରେ ଠିଆ ହେଇଥିବା ଲୋକଟିର କଥାକୁ ଆମେ କେତେ ବୁଝୁଛେ? ଆମେ ତ ମାସିକିଆ ଦରମା ନେଇଗଲେ 3,45,000, ଆମେ ତ ସେକ୍ୟୁର୍ଡ କରିଦେଲେ ଆମ ଲାଇଫକୁ। ଆଉ ତ ବହୁତ ପ୍ରକାରର ପଇସା ଆମ ପାଖକୁ ଆସି ପହଞ୍ଚୁଛି। ବାଲିଘାଟ ନିଲାମ ହେଲେ ତାର ଭାଗ କୁଆଡ଼େ ଯାଏ ଆପଣମାନେ ଜାଣିଛନ୍ତି। ବ୍ଲକରେ ଯେଉଁ ପିସି କାରବାର ହୁଏ ତାର ଭାଗ କୁଆଡ଼େ ଯାଏ ଆପଣମାନେ ଜାଣିଛନ୍ତି। ସେ ରୋଜଗାର କଥା ମୁଁ ଏଠି ଆଲୋଚନା କରିବା ପାଇଁ ଚାହୁଁନାହିଁ। ତ ଏ ଗିଗ୍ ୱାର୍କରମାନଙ୍କର କଥା କିଏ ବୁଝିବ? ଅଟୋ ରିକ୍ସା ଡ୍ରାଇଭରଙ୍କର କଥା କିଏ ବୁଝିବ? ଲକ୍ଷ ଲକ୍ଷ ଲୋକ ଯେଉଁମାନେ ସଂଗଠିତ ନୁହନ୍ତି, ବଜାରରେ କାମ କରି ସେମାନେ ଉଠା ଦୋକାନୀ ଅଛନ୍ତି, ଫଳ ଦୋକାନୀ ଅଛନ୍ତି, ତାଙ୍କର ଯଦି କ୍ୟାନ୍ସର ହେଇଗଲା ସେମାନେ ଗଲେ ଏ ଦୁନିଆରୁ। ଗରିବ ହେଲେ ମଲ। ତାଙ୍କ ପାଇଁ ଇନ୍ସୁରାନ୍ସ ନାହିଁ, ତାଙ୍କ ପାଇଁ ସୋସିଆଲ ସିକ୍ୟୁରିଟି ନାହିଁ। ଦୌଡ଼ି ଦୌଡ଼ି ଆପଣ ନୟାନ୍ତ ହେଇଯିବେ। କେହି ଆପଣଙ୍କ କଥା ବୁଝିବେ ନାହିଁ, କାରଣ ଆପଣ ସଂଗଠିତ ନୁହନ୍ତି। ଅଣସଂଗଠିତ କ୍ଷେତ୍ରରେ
ଆପଣଙ୍କ ଘର ଯିଏ ତିଆରି କରୁଛି, ଆପାର୍ଟମେଣ୍ଟ ଯିଏ ତିଆରି କରୁଛି, ଯେଉଁ ଦିନ ମଜୁରିଆଟି ଇଟା ଉଠାଉଛି, ତାର କି ପ୍ରକାର ସୋସିଆଲ ସିକ୍ୟୁରିଟି ଆମେ ଦେଇପାରୁଛେ? ଯଦିଓ ବହୁ ପ୍ରକାର ଯୋଜନା ହେଇଛି, ସେମାନେ କେବେ ସଂଗଠିତ ହୋଇ ଆନ୍ଦୋଳନ କରିବା ଆପଣ ଦେଖିଲେଣି? ଯେ ରାଜମିସ୍ତ୍ରୀମାନଙ୍କର ଗୋଟେ ବଡ଼ ଆନ୍ଦୋଳନ, ରଙ୍ଗ ମିସ୍ତ୍ରୀମାନଙ୍କର ବଡ଼ ଆନ୍ଦୋଳନ ଏବଂ ଫେରିବାଲାମାନଙ୍କର ବଡ଼ ଆନ୍ଦୋଳନ, ପାଇପ୍ ମିସ୍ତ୍ରୀ ବାଲାଙ୍କର ଗୋଟେ ବଡ଼ ଆନ୍ଦୋଳନ ହେଉଛି କେବେ? ହେଇପାରୁନାହିଁ, କାରଣ ଅଣସଂଗଠିତ କ୍ଷେତ୍ର। ତାଙ୍କ ପାଇଁ ସେଭଳି କିଛି ସଂଗଠିତ ଉଦ୍ୟମ ନାହିଁ। ସେମାନେ ରାସ୍ତା ବନ୍ଦ କରିଦେଲେ ଗୋଟେ ବଡ଼ ଅସୁବିଧା କରିଦେବ।